শ্রী গুরু চরণ সরোজ রজ নিজ মনু মুকুর সুধারি বরনহু রঘুবর বিমল যশু যোদায়কু ফলচারি বুদ্ধিহীন তনু জানিকে সুমর পवन কুমার বল বুদ্ধি বিদ্যা দেহু মোহি হরহু কলে সবিকার। শ্রী গুরু চରଣ সରୋଜ ରଜ। ଶ୍ରୀ ବୋଲନ୍ତେ ଲକ୍ଷ୍ମୀ, ଗୁରୁ ବୋଲନ୍ତେ ବିଷ୍ଣୁ। ଗୁରୁ ବୋଲନ୍ତେ ବିଷ୍ଣୁ କିପରି ହେଲା ନା ଭାଗବତରେ କହିଲା ଯେ ମୁହିଁ ବସଇ ଗୁରୁ ଦେହେ ମୋ ବିନୁ ଗୁରୁ ଭିନ୍ନ ନୁହେଁ। ଭାଗବତ ଯେଉଁ କହିଲା ଯେ ମୁହିଁ ବସଇ ଗୁରୁ ଦେହେ, ତ ଗୁରୁଙ୍କ ଦେହରେ ଭଗବାନ ନିଜେ ବାସ କରୁଛନ୍ତି, ତାଙ୍କଠାରୁ ଭଗବାନ ଅଲଗା ନୁହନ୍ତି। ତେଣୁ ବିଷ୍ଣୁ ହେଉଛନ୍ତି ଗୁରୁ ବୋଇଲେ ବିଷ୍ଣୁ ନିଜେ। ମୁହିଁ ବସଇ ଗୁରୁ ଦେହେ ମୋତହୁଁ ବିଷ୍ଣୁ ଗୁରୁ ଭିନ୍ନ ନୁହେଁ। ଶ୍ରୀ ଗୁରୁ ଚରଣ ସରୋଜ ରଜ, ସେଇ ଭଗବାନ ବିଷ୍ଣୁଙ୍କର ଚରଣର ସରୋଜ ବୋଇଲେ ପଦ୍ମପାଦର, ରଜ ବୋଇଲେ ଧୂଳି, ତାଙ୍କର ପଦ୍ମପାଦର ଧୂଳିକୁ ନିଜ ମନ ମୁକୁର ସୁଧାରି, ନିଜର ମନର ଆଇନାକୁ ସଫା କରିବା। ତେଣୁ ପ୍ରଥମେ ଆମେ ଭଗବାନଙ୍କର ପଦାରବିନ୍ଦରେ ନିଜର ଲୟକୁ ଏଭଳି ଭାବରେ ଲଗାଇବା ଯେଭଳିକି ନିଜର ମନର ସମସ୍ତ ମଇଳା ସଫା ହେଇଯିବ ଏବଂ ଆମର ମୁକୁର ବା ଆଇନା ପରିଷ୍କାର ହେଇଯିବ। ନିଜ ମନ ମୁକୁର ସୁଧାରି ବରନହୁ ରଘୁବର ବିମଲ ଯଶୁ। ତାପରେ କ'ଣ କରିବା, ଯେତେବେଳେ ଆମର ଶୁଦ୍ଧ ହେଇଗଲେ, ମନ ଶୁଦ୍ଧ ହେଇଗଲା, ସେତେବେଳେ ଆମେ କ'ଣ କରିବା ନା ରଘୁକୁଳ ତିଳକ ଯେଉଁ ରାମଚନ୍ଦ୍ର, ତାଙ୍କୁ ଆମେ ମନ ମଧ୍ୟରେ ବରଣ କରିବା। ବରଣ କରି କ'ଣ ହେବ ନା ଯୋ ଦାୟକୁ ଫଲ ଚାରି, ସେଇ ରାମଚନ୍ଦ୍ର ଚାରି ଯୁଗର ଫଳକୁ ପ୍ରଦାନ କରିପାରୁଛନ୍ତି। ଧର୍ମ, ମୋକ୍ଷ, କାମ, ଅର୍ଥ, ଏହି ଚାରି ଫଳକୁ ଯେଉଁ ଭଗବାନ ପ୍ରଦାନ କରିପାରନ୍ତି, ଆମେ ସେଇ ଭଗବାନଙ୍କୁ ବରଣ କରି, ତାଙ୍କର ଯଶ ହେଉଛି ବିମଳ ଯଶ, ବିମଳ ମଳ ରହିତ, ଯାହାର ଯଶ ମଳ ରହିତ, ଆମେ ସେଇ ଭଗବାନଙ୍କୁ ବରଣ କରି ଯେଉଁ ଦାୟକୁ ଫଲ ଚାରି ବୁଦ୍ଧିହୀନ ତନୁ ଜାନିକେ, ମୁଁ ଜାଣିଛି ମୋ ତନୁରେ କୌଣସି ବୁଦ୍ଧି ନାହିଁ, ବୁଦ୍ଧିହୀନ ତନୁ ଜାନିକେ ସୁମରଉଁ ପବନ କୁମାର, ମୁଁ ସେଇ ପବନ କୁମାର ବୀର ହନୁମାନଙ୍କୁ ସ୍ମରଣ କରୁଛି। କାହିଁକି ନା ଯଦି ଆମେ ଭଗବାନ ଶିବଙ୍କୁ ପୂଜା କରିବା, ତେବେ ପ୍ରଥମେ ବୃଷଭକୁ ପୂଜା କରିବାକୁ ପଡ଼ୁଛି। ବୃଷଭ ଦେହରେ ହାତ ମାରିଲା ପରେ ଯାଇ ଭଗବାନ ଶିବଙ୍କୁ ଆମେ ସନ୍ତୁଷ୍ଟ କରୁଛେ। ତେଣୁ ରାମଚନ୍ଦ୍ରଙ୍କୁ ଆମେ ଯଦି ଚାହିଁବା ବା ରାମଚନ୍ଦ୍ରଙ୍କୁ ଯଦି ସ୍ମରଣ କରିବା, ତେଣୁ ଆମେ ପ୍ରଥମେ ହନୁମାନଙ୍କୁ ସନ୍ତୁଷ୍ଟ କରିବାକୁ ପଡ଼ିବ। ତେଣୁ ମୁଁ ହନୁମାନଙ୍କୁ ଆଗେ ପ୍ରଥମେ ପୂଜା କରୁଛି। ତାପରେ ଯେଉଁ ବରନହୁ ରଘୁବର ବିମଲ ଯଶୁ ଯୋ ଦାୟକୁ ଫଲ ଚାରି ସୁମରହୁଁ ହନୁବୀରକୁ ସ୍ମରଣ କରି ଆମେ ଭଗବାନଙ୍କ ନାମ ନେଇ ନିଶ୍ଚିନ୍ତ ଭାବରେ ଭଗବାନଙ୍କ ନିକଟତର ହେବା। ତେଣୁ ଆମେ ଆସନ୍ତୁ ଶ୍ରୀରାମଚନ୍ଦ୍ରଙ୍କ ପଦାରବିନ୍ଦରେ ନିଜର ଲୟକୁ ଲଗାଇ ପ୍ରଭୁଙ୍କୁ ପ୍ରଣାମ ସ୍ୱରୂପ କହିବା, ଜୟ ଶ୍ରୀରାମ, ଜୟ ମାତା ସୀତା, ଜୟ ପ୍ରଭୁ ହନୁମାନ, ଜୟ ଜଗନ୍ନାଥ।